देशवासी कल्याण करेंगे। हाँ हाँ निश्चय निश्चय मत ही करना पड़ेगा मुझे ही कुछ करेंगे। आज्ञा सर नमस्कार। आज्ञा सर कौन कहले आसंता अक्टोबर 21 तारिख दिन आम ओडिशा बालेश्वर ठारे एक बड़ धरणार बात्या अलुत हेबार संभावना रही। आज्ञा मु निश्चित रूपे एही बात्यार मुकाबिला ପାଇଁ प्रस्तुत रहिबी। आज्ञा आपणଙ୍କ द्वारा प्रस्तुत କରିଥିବା एआई माध्यमରେ आरटी को ସହର ସମସ୍ତ ଲୋକମାନଙ୍କର ମୋବାଇଲରେ ଡାଉନଲୋଡ୍ କରାଇବା ପାଇଁ ସଚେତନ କରାଇବି, ଯାହା ଫଳରେ ଲୋକମାନେ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ସଠିକ ସମୟରେ ପାଇପାରିବେ ଏବଂ ଲୋକମାନଙ୍କୁ ଯଥାଶୀଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇପାରିବ। ଆଜ୍ଞା ସାର୍ ଧନ୍ୟବାଦ ରହୁଛି। ହ୍ୟାଲୋ ପୁନଃ ଯଥାଶୀଘ୍ର ମୋ ଅଫିସକୁ ଆସ। नमस्कार। केन्द्र सूचना मिली आसंता अक्टोबर मास 21 तारिख दिन आम ओडिशार बालेश्वर जिलार बाजारठारे एक बड़ धरणार बात्या अलुत हेबार संभावना रही। तुमे यथाशीघ्र गाड़ी बाहर कर आमे लोकमानंकु सचेतन कराइबा ପାଇଁ ଯିବା। ଆମକୁ ପୂର୍ବରୁ ଯେଉଁ ଇକୋ ଏଆଇ ଆପ୍ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ସେହି ଆପ୍ ମାଧ୍ୟମରେ ଆମେ ଲୋକମାନଙ୍କୁ ବାତ୍ୟା ସମ୍ପର୍କିତ ସୂଚନା ପ୍ରଦାନ କରିବା। ହଁ ହଁ ମୋତେ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ସାକ୍ଷାତ ମଧ୍ୟ କରିବାର ଅଛି ଆଉ ସମସ୍ତ ଜିଲ୍ଲାପାଳଙ୍କୁ ବି ସତର୍କ କରାଇବାର ଅଛି। ଚାଲ ଚାଲ तेणु दयाकोरी आपण एई इको एआई
ଆଜିକାଲିକା ବିଜ୍ଞାନ ଯୁଗରେ ଆମେ ପରା ଯାଇକି ଚନ୍ଦ୍ରପୃଷ୍ଠରେ ପହଞ୍ଚିଲୁଣୁ। ଖାଲି କଣ ଏତିକି ନା କଣ? ଚନ୍ଦ୍ରରେ ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସୋଭିଏତ ରୁଷ, ଭାରତ, ଚୀନ ସମସ୍ତଙ୍କ ଉଦ୍ୟମ ପରା ଆରମ୍ଭ ହୋଇସାରିଲାଣି। ଆଚ୍ଛା ଓହୋ ଆଚ୍ଛା ମା, ତୁ ଆଗ ମୋ ଫୋନରେ ନେଇ ସେ ଇକୋ ଏଆଇ ଆପ୍ଟା ଡାଉନଲୋଡ୍ କରିଦେଲୁ। ଆଉ ଗୋଟେ କଥା, ମୁଁ ଗୋଟେ ଗାଁର ମୁଖିଆ ହିସାବରେ ମୋର ବି କିଛିଟା କର୍ତ୍ତବ୍ୟ ଅଛି। ଆଚ୍ଛା ବାପା, ଚାଲ ଯାଇ ସବୁ ଗାଁର ଆଖପାଖ ଗାଁରେ ଜଣେଇଦେବା ଏଇ ବାତ୍ୟା ବିଷୟରେ। ଚାଲ ସବୁ ଚାଲ। ଚାଲ ଚାଲ। ହଠାତ୍ ଏଠାକୁ ଆଗମନର କାରଣ ମୁଁ ବୁଝିପାରିବି? କଣ କହିବି ଆଉ? କେନ୍ଦ୍ରରୁ ସୂଚନା ମିଳିଛି ଆସନ୍ତା ଅକ୍ଟୋବର ମାସ 21 ତାରିଖ ଦିନ ଆମ ରାଜ୍ୟର ବାଲେଶ୍ୱର ବାତ୍ୟାଠାରେ ଏକ ବଡ଼ ଧରଣର ବାତ୍ୟା ଅଳୁଥିବାର ସମ୍ଭାବନା ରହିଛି। ଯଥାଶୀଘ୍ର ଅକ୍ଟୋବର 19 ତାରିଖ ସୁଦ୍ଧା ଉପକୂଳବର୍ତ୍ତୀ ସ୍ଥାନୀୟ ଅଞ୍ଚଳବାସୀମାନଙ୍କୁ ବାତ୍ୟା ଆଘାତଗୁଡ଼ିକୁ ସାମ୍ନାକରଣ କରିବା ପାଇଁ ବ୍ୟବସ୍ଥା କର ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟଭାଗକୁ ନ ଯିବା ପାଇଁ ସତର୍କ ଦିଅ। ଆପଣ ଜମାରୁ ବି ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କ କହିବା ଅନୁସାରେ ମୁଁ ନିଶ୍ଚିତ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ଏବଂ ଆମ ଜିଲ୍ଲାର ପ୍ରତ୍ୟେକ ଲୋକମାନଙ୍କୁ ବାତ୍ୟାର ସୁରକ୍ଷିତ ସ୍ଥାନ ଅର୍ଥାତ୍ ବାତ୍ୟାର ଆଶ୍ରୟସ୍ଥଳୀକୁ ପଠାଇବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ସହିତ ମତ୍ସ୍ୟଜୀବୀମାନେ ଯେପରି ସମୁଦ୍ର ଗର୍ଭକୁ ନ ଯାଆନ୍ତୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବି। ମ୍ୟାଡାମ, ଆପଣଙ୍କ ଉଦ୍ୟମ ଫଳରେ ଆମେ ଏହି ବାତ୍ୟାର ମୁକାବିଲା ସଫଳତା ଭାବରେ କରିପାରିଛେ। ଯାହା ସୂଚନା ମିଳିଛି ଏହି ବାତ୍ୟାରେ ଲୋକମାନଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଯଦି ବି କିଛି ଅଳ୍ପ ମାତ୍ରାରେ କ୍ଷୟକ୍ଷତି ହୋଇଛି, କିନ୍ତୁ କେହି ବି ମୃତାହତ ହୋଇନାହାନ୍ତି। ତାହା ହୋଇପାରିଛି ସମସ୍ତଙ୍କ ମିଳିତ ସହଯୋଗରେ। ମୁଁ ବିଶେଷ ଭାବରେ ଧନ୍ୟବାଦ ଦେବାକୁ ଚାହୁଁଛି ସେହି ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ହରପ୍ରସାଦ ମହାପାତ୍ରଙ୍କୁ। ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ। ପିଲାଟି ଦିନରୁ ବାତ୍ୟା ବନ୍ୟା ଦେଖି ଦେଖି ସେ ଦୃଢ଼ ସଂକଳ୍ପ ନେଇଥିଲେ ଏହାର ମୁକାବିଲା କରିବା ପାଇଁ। ଆଜି ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ସଭାର ଆୟୋଜନ କରିବା ପାଇଁ ଓଡ଼ିଶାବାସୀ ଆଜି ଚିରକୃତଜ୍ଞ। ଆପଣଙ୍କୁ ପାଇ ଆଜି ଆମେ ସମସ୍ତେ ଗର୍ବିତ ଯେ ଆପଣ ଓଡ଼ିଶାବାସୀଙ୍କ ପାଇଁ ଏତେ ବଡ଼ ମହାନ ଆବିଷ୍କାର କରି ଆମ ସମସ୍ତଙ୍କର ଭଲ ଜୀବନ ରକ୍ଷା କରିପାରିବେ। ନା ନା, ସେପରି କିଛି ନୁହେଁ। ସମାଜର କଲ୍ୟାଣ କରିବା ହିଁ ତ ମୋ ଜୀବନର ଲକ୍ଷ୍ୟ। ତା ଛଡ଼ା ମୋର ଉଦ୍ଭାବନର ସଫଳ ରୂପାୟନ ତ ଆପଣମାନେ ହିଁ କରିପାରିଛନ୍ତି। ପ୍ରକୃତ ସମ୍ମାନର ଅଧିକାରୀ ତ ଏଇ ଆମ ମଉସା, ଯିଏକି ଆମର ଆଧୁନିକ ଉଦ୍ଭାବନକୁ ନିଜେ ବୁଝିଛନ୍ତି